ଜୟ ଜଗନ୍ନାଥ ସାଙ୍ଗମାନେ, ଆସନ୍ତୁ ଶୁଣିବା ଆଜିର କାହାଣୀ। କାହାଣୀର ନାଁଟି ହେଉଛି ଭାଗ୍ୟରେ ଯାହା ଅଛି। ଦିନ 12ଟା ସମୟ। ଟିକେ ରୁହ ରୁହ କହି ଅଟୋ ପଛରେ ଦୌଡ଼ି ଦୌଡ଼ି 15 ବର୍ଷର ଝିଅ ସୁହାଣୀ। ଝିଅଟି କେତେ ବା ଦୌଡ଼ି ପାରିବ? ଗାଡ଼ିଟି ଆଖି ପିଛୁଳାକେ ଗହଳି ଭିତରୁ କୁଆଡ଼େ ଉଭେଇଗଲା ସୁହାଣୀ ଜାଣିପାରିଲା ନାହିଁ। ଭେଁ ଭେଁ ହୋଇ କାନ୍ଦିଲା। ତା ଚାରିପଟେ ସବୁ ଲୋକ ଜମା ହୋଇଗଲେ। କିଏ ପାଣି ଆଣି ଦେଉଛି, କିଏ ଅବାକ୍ ହୋଇ ଅନଉଛି, କିଏ ପଚାରୁଛି ତୋ ନାଁ କ'ଣ, ତୋର କ'ଣ ହେଇଛି, କାହିଁକି କାନ୍ଦୁଛୁ? ସୁହାନୀ କାନ୍ଦି କାନ୍ଦି କହିଲା, ଅଟୋଟି ମାଡ଼ି ଦେଇ ଚାଲିଗଲା। ହେ ଭଗବାନ, ତାକୁ ବଞ୍ଚାଅ କହି ଦୌଡ଼ିଲା। ଲୋକମାନେ ଚକିତ ହୋଇ ତା ପଛେ ପଛେ ଦୌଡ଼ିଲେ। କିଏ କିଏ କହୁଥିଲା ସୁନ୍ଦର ଝିଅଟି କିଛି ଅଘଟଣ ଘଟିଲା ବୋଧେ, ଯାହା ତା ଭାଗ୍ୟରେ ଥିବ। ସୁହାନୀ ହଠାତ୍ ରାସ୍ତା ମଝିରେ ରକ୍ତାକ୍ତ ଭାବରେ ପଡ଼ିଥିବା କୁକୁର ଛୁଆଟିକୁ କୋଳେଇ ନେଲା ଆଉ କହିଲା, ନିରୀହ ଛୁଆଟିକୁ ଡାକ୍ତରଖାନା ନେଇଯିବ, ମୁଁ ଏକୁଟିଆ ନେଇପାରିବିନି। ଚାହୁଁ ଚାହୁଁ ଗହଳି ଉଭେଇଗଲା। ସମସ୍ତେ ମୁହଁ ମୋଡ଼ି ଚାଲିଗଲେ। କିଏ କହୁଥିଲେ ଶହ ଶହ କୁକୁର ନିତିଦିନ ଗାଡ଼ି ତଳେ ମରୁଛନ୍ତି, କିଏ କ'ଣ କରିବ? ଏମାନଙ୍କ ପାଇଁ ମଣିଷ ମରୁଛନ୍ତି। ବିଚରା ସୁହାନୀ କ'ଣ କରିବ ବୁଝିପାରିଲାନି। ତା ପିନ୍ଧିଆ ଡ୍ରେସ୍ରେ ତା ରକ୍ତକୁ ପୋଛିଦେଲା। ଧୀରେ ଧୀରେ ଆଉଁସି ଆଉଁସି କହୁଥିଲା, ତୋର କିଛି ହେବନି, ତୁ ଭଲ ହୋଇଯିବୁ, ମୁଁ ତୋତେ ଘରକୁ ନେଇଯିବି। କୁକୁର ନିରୀହ ଛୁଆଟି ସୁହାନୀକୁ ଦେଖୁଥିଲା, ସତେ ଯେମିତି ବହୁତ କିଛି କହିଦେବ। ସୁହାନୀ ଭଗବାନଙ୍କୁ ଖାଲି ପ୍ରାର୍ଥନା କରୁଥିଲା, ହେ ଭଗବାନ, ଛୁଆଟିକୁ ବଞ୍ଚେଇ ଦିଅ। ଭୀଷଣ ଖରା। ହଠାତ୍ ତା ସାଙ୍ଗ ଆଶୁ ଆକାଶ ସୁଶାନ୍ତ ପହଞ୍ଚିଗଲେ। କହିଲେ, ତୁ କାହିଁ କାନ୍ଦୁଛୁ? ସୁହାନୀ କହିଲା, ମୋ ମା' ବାପା କହିଛନ୍ତି ସମସ୍ତଙ୍କ ଦେହରେ ଭଗବାନ ଅଛନ୍ତି, କୁକୁର ଦେହରେ ମଧ୍ୟ ଭଗବାନ ଅଛନ୍ତି। ଆକୁ ଏକୁଟିଆ ଛାଡ଼ି ଦେଇ କେମିତି ଯିବା? ଆମେ 4 ଜଣ ମିଶି ହସ୍ପିଟାଲ ନେଇଯିବା। ମୁଁ ଜାଣିନି ହସ୍ପିଟାଲ କେଉଁଠି ଅଛି। ସୁହାନୀ ପାଖ ଦୋକାନରେ ପଚାରିଲା, ହସ୍ପିଟାଲ କେଉଁଠି ଅଛି? କିଏ କହିଲା ଜୟଦେବ ବିହାରରେ, କିଏ IRC ଭିଲେଜରେ, କିଏ କୁକୁର ମୁଣ୍ଡରେ ବାଜିଛି ସେ ବଞ୍ଚିବନି। ସୁହାନୀ କାହା କଥା ଖାତିର ନ କରି ସାଙ୍ଗମାନଙ୍କ ସହ ଅଟୋରେ ବସି ଜୟଦେବ ବିହାର ଆଡ଼େ ଗଲା। ରାସ୍ତା ସାରା ତୋର କିଛି ହେବନି କହି କୁକୁରକୁ ଆଉଁସି ଦେଉଥିଲା। ଗାଡ଼ି ଜୟଦେବ ବିହାରରେ ପହଞ୍ଚିଗଲା ପରେ ଜାଣିଲେ ହସ୍ପିଟାଲ IIC ଭିଲାଇରେ ଅଛି। ତେଣୁ ସେ IRC ଭିଲାଇ ଗଲେ। ସେତେବେଳେ ସୁହାନୀର ଡ୍ରେସ୍ ଭିଜି ଯାଇଥିଲା। ଡାକ୍ତର 2 ଘଣ୍ଟା ପରେ ଆସିଲେ। ସେତେବେଳକୁ କୁକୁରଟି ଜୋରସୋରରେ ନିଶ୍ୱାସ ନେଉଥିଲା। ଖରା ପ୍ରବଳ ଥିଲା। ଡାକ୍ତର କହିଲେ ସାଲାଇନ୍ ଦେବାକୁ ପଡ଼ିବ, କୁକୁରର ବଞ୍ଚିବା କଷ୍ଟ। 3 ଜଣ ସାଙ୍ଗ 2 ଘଣ୍ଟା ଜଗିଲେ ସାଲାଇନ୍ ସରିବାକୁ। କୁକୁରଟି ବିକଳ ହୋଇ ସୁହାନୀକୁ ଦେଖୁଥିଲା। ସନ୍ଧ୍ୟା ଆଡ଼େ ହେଇ ଆସୁଥିଲା। ଡାକ୍ତର କହିଲେ, ଇଏ ବଞ୍ଚିବନି, ଆମେ ରଖିବୁନି, ସରକାରୀ ହସ୍ପିଟାଲକୁ ନେଇଯାଅ। ପିଲାମାନେ ମିଶି ସରକାରୀ ହସ୍ପିଟାଲକୁ ନେଲେ। ପିଲାମାନଙ୍କ ପାଖରେ ଅଧିକା ପଇସା ନଥିଲା। ସେଠାରେ ଜଣେ ଜଗୁଆଳି ଥିଲା। ଜଗୁଆଳିକୁ 100 ଟଙ୍କା ଦେଇ କହିଲେ, କୁକୁର ଯତ୍ନ ନେବ, ଆମେ ସକାଳେ ଆସିବୁ କୁକୁରକୁ ନେଇଯିବୁ କହି ଜଗୁଆଳି ଫୋନ୍ ନମ୍ବର ଆଣି ସମସ୍ତେ ନିଜ ନିଜ ଘରକୁ ଗଲେ। ଘରକୁ ଆସି ସୁହାନୀ ମାଆକୁ ଧରି କଇଁ କଇଁ ହୋଇ କାନ୍ଦି ସବୁ କଥା କହିଲା। ମା', ମୁଁ କୁକୁରଟିକୁ ପାଇ କିଛି କରିପାରିଲିନି। ମୁଁ ବଡ଼ ହେଲେ ସମାଜ ସେବୀ ହେବି, ରାସ୍ତାରେ ବୁଲୁଥିବା କୁକୁର ଗାଈ ପାଇଁ କିଛି କରିବି, ଅନାଥ ନିଃସହାୟ ମା' ସେବା କରିବି। ମା' ଲକ୍ଷ୍ମୀପ୍ରିୟା ସୁହାନୀକୁ କୋଳେଇ ନେଇ କହିଲେ, ସମସ୍ତେ ନିଜ ନିଜ ଭାଗ୍ୟ ନେଇ ଜନ୍ମ ହୋଇଛନ୍ତି। ଯାହାର ଯେତେ ଦିନ ଯାଏ ଆୟୁଷ ସେ ସେତେ ଦିନ ଯାଏ ବଞ୍ଚେ। ତୁ ଜମାରୁ ବ୍ୟସ୍ତ ହନା, ଭଗବାନ ତୋର ମନସ୍କାମନା ପୂର୍ଣ୍ଣ କରନ୍ତୁ। ତୁ ଦିନେ ଦେଶର ନାଁ ରଖିବୁ। ତୁ ପରା ଆମର ଭାଗ୍ୟବତୀ ଝିଅ। ରାତି ହେଲାଣି, ଶୋଇପଡ଼, ସକାଳେ ଫୋନ୍ କରି ବୁଝିବା କୁକୁରକୁ ଆମ ଘରକୁ ଆଣି ସେବା କରିବା। ସାରା ରାତି ଶୋଇପାରିଲାନି ସୁହାନୀ, କାରଣ ନିଜ ଆଖି ସାମ୍ନାରେ ଘଟିଥିବା ଘଟଣାକୁ ଭୁଲି ପାରିଲାନି। ରାସ୍ତାରେ ବୁଲୁଥିବା ଗାଈ ଗୋରୁ କୁକୁରମାନଙ୍କ ପାଇଁ କେତେ ଯେ ଦୁର୍ଘଟଣା ହେଉଛି, କେତେ ମଣିଷ ପଶୁ ପକ୍ଷୀ ମରୁଛନ୍ତି, ତାହାର ପ୍ରତିକାର କିଛି ନାହିଁ। କେତେ ଦ୍ରୁତ ଗତିରେ ଗାଡ଼ି ଚଲାଉଛନ୍ତି, ଜୀବନ ଚାଲିଯାଉଛି, ଲୋକେ କହୁଛନ୍ତି ଭାଗ୍ୟରେ ଯାହା ଅଛି। ଏସବୁର ପ୍ରତିକାର କିଛି ନାହିଁ। ଏମିତି ଭାବୁ ଭାବୁ ସକାଳ ହୋଇଗଲା। ସୁହାନୀ ଜଗୁଆଳିକୁ ଫୋନ୍ କଲା। ଜଗୁଆଳି କହିଲା ରାତିରେ ସେ ମରିଗଲା। ସୁହାନୀ ଭେଁ ଭେଁ ହେଇ କାନ୍ଦିଲା। ଭଗବାନଙ୍କୁ ହାତ ଯୋଡ଼ି କହିଲା, ଦେଶର ଭାଗ୍ୟ ବଦଳାଇ ଦିଅ, ରାସ୍ତାର ସୁରକ୍ଷା ଆମର ସୁରକ୍ଷା। ମୋ କଥାଟି ସରିଲା, ଫୁଲ ଗଛଟି ମରିଲା। ପୁଣି ଆସନ୍ତାକାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି। ଅପେକ୍ଷା କରିଥାନ୍ତୁ ସମସ୍ତେ। ଜୟ ଜଗନ୍ନାଥ।